ଆପଣ ଯଦି ନୂଆ ବର୍ଷରେ ଲିଙ୍ଗରାଜ ଆସିବା କଥା ଭାବିଛନ୍ତି, ତାହେଲେ ଲିଙ୍ଗରାଜ ପାଖରେ ଥିବା ଏଇ 5ଟି ମନ୍ଦିର କେବେ ବି ଭୁଲିବେନି। ପ୍ରଥମେ ଲିଙ୍ଗରାଜ ମନ୍ଦିରର ଦର୍ଶନ ସାରି ସେଠୁ 50 ମିଟର ଦୂରରେ ଥିବା ଅନନ୍ତ ବାସୁଦେବ ମନ୍ଦିରକୁ ଆସନ୍ତୁ, ଯାହା ବିନ୍ଦୁସାଗର କୂଳରେ ରହିଛି। 13ଶ ଶତାବ୍ଦୀରେ ରାଣୀ ଚନ୍ଦ୍ରିକା ଦେବୀ ବନେଇଥିଲେ। ଆଉ ଏ ମନ୍ଦିରର ଖାସିୟତ ହେଉଛି ଲିଙ୍ଗରାଜ ମନ୍ଦିରରେ ପର ଡେ ଯେତିକି ପ୍ରସାଦ ମିଳେ ତାର 10 ଗୁଣରୁ ଅଧିକ ପ୍ରସାଦ ଏହି ମନ୍ଦିରରେ ବିକ୍ରି ହୁଏ। ସେଠୁ ଦର୍ଶନ ସାରି ସିଧା ଆସନ୍ତୁ କେଦାରଗୌରୀ ମନ୍ଦିର, ଯାହାକୁ ଲଲାଟେନ୍ଦୁ କେଶରୀ ବନେଇଥିଲେ। କେଦାରଗୌରୀ ମନ୍ଦିରର ବାସ୍ 50 ମିଟର ଦୂରରେ ଅଛି ମୁକ୍ତେଶ୍ୱର ମନ୍ଦିର, ଯାହାକୁ ଓଡ଼ିଶାର ଜେମ୍ସ ବୋଲି କୁହାଯାଏ। ସେଠି ଆପଣଙ୍କୁ ବଢିଆ ଫଟୋ ଉଠାଇବା ପାଇଁ ସ୍ପଟ୍ ମିଳିଯିବ। ମୁକ୍ତେଶ୍ୱର ମନ୍ଦିରରୁ ଆପଣ ଯାଆନ୍ତୁ ପରଶୁରାମେଶ୍ୱର ମନ୍ଦିର, ଯେଉଁଠି ଆପଣ ଏକା ସାଙ୍ଗରେ ନଟରାଜ, ଦୁର୍ଗା, ସପ୍ତମାତୃକା, ସୂର୍ଯ୍ୟ ଆଦି ପ୍ରଭୁଙ୍କୁ ଦର୍ଶନ କରିପାରିବେ। ଆଉ ସେଠୁ କାମ ସାରି ଆପଣ ସିଧା ଯାଆନ୍ତୁ ଭାସ୍କେଶ୍ୱର ମନ୍ଦିର, ଯେଉଁଠି ଆପଣଙ୍କୁ ଓଡ଼ିଶାର ସବୁଠାରୁ ବଡ଼ ଶିବଲିଙ୍ଗ ଅର୍ଥାତ୍ 11 ଫୁଟର ଗୋଟେ ଶିବଲିଙ୍ଗ ଦେଖିବାକୁ ମିଳିବ। ଆଉ ଯଦି ଭୁବନେଶ୍ୱର ଭିତରେ ଆପଣଙ୍କର ପ୍ରସାଦ ଖାଇବାର ଅଛି, ଆଉ ସିଏ ବି 40 ଟଙ୍କାରୁ ଆରମ୍ଭ କରି 200 ଟଙ୍କା ଭିତରେ,